ଆମେ ପାଣି ବହୁତ ମୁଁ ପାଣି ନିଜେ ମଟର ନଗେଇ ପାଣି ଆଣି 30 କିଲୋମିଟର ଏଇଠି ସହର ରହିଲାଣି ବା ଆମର ଯୋଉ ସେ ଯୋଉ ଦଳ ଆସୁଛି ହଉ ଆସନ୍ତୁ। ମଉଜା ଟିକେ ଭିତରକୁ ଆସନ୍ତୁ ଆପଣ। ମହାନଦୀରେ ବନ୍ୟା ଜଳ ଆସିଲା ପରେ ତାର ଶାଖା ନଦୀ ଚିତ୍ରତଳା ଏବେ ଫୁଲିବାକୁ ଲାଗିଛି ଏବଂ ଆପଣ ମାନେ ସିଧାସଳଖ ଦେଖୁଛନ୍ତି ଆମେ ଯେଉଁ ସ୍ଥାନରେ ଅଛୁ ସିଏ ହେଉଛି ସାଲେପୁରର ଗୁଆଳିନାସି। ଲଗାତାର ଏଇ ଗୁଆଳିନାସିର ପଠା ଜମି କୂଳ ଖାଉଛି ଚିତ୍ରତଳା ଏବଂ ଏଠି ଅତଡ଼ା ମଧ୍ୟ ଖସୁଛି ଯାହାକି ପଠା ଅଞ୍ଚଳବାସୀଙ୍କ ପାଇଁ ବିପଦ ସୃଷ୍ଟି କରିଛି ଏବଂ ଦେଖିପାରୁଥିବେ ସିଧାସଳଖ କିଭଳି ଏହି ପଠାକୁ ଚିତ୍ରତଳାର ନଦୀ ଖାଇ ଖାଇ ଆସିଲାଣି ଏବଂ ଚାଷ ଜମି ମଧ୍ୟ ଚିତ୍ରତଳା ନଦୀ ଗର୍ଭରେ ଲୀନ ହେଲାଣି। ଏଠି ବାଇଗଣ ଚାଷ ହେଇଥିଲା ଦେଖନ୍ତୁ ସିଧାସଳଖ କିଭଳି ଏବେ ବି ଅତଡ଼ା ଖାଉଛି ଏବଂ ଲୋକମାନେ ଭୟଭୀତ ଅଛନ୍ତି ଯେହେତୁ ବନ୍ୟା ସ୍ଥିତି ବର୍ତ୍ତମାନ ଲାଗି ରହିଛି ଏବଂ ନଦୀରେ ପାଣି ମଧ୍ୟ ବୃଦ୍ଧି ପାଉଛି ଏବଂ ପଠା ଖାଉଛି ଏସବୁକୁ ନେଇକରି ଚାଷୀମାନଙ୍କର ତ କ୍ଷତି ହେଇଛି ଏବଂ ଏ କୂଳବର୍ତ୍ତୀ ଅଞ୍ଚଳବାସୀ ମାନେ ଭୟଭୀତ ଅଛନ୍ତି। ସାଲେପୁର ବିଧାୟକ ଆସିଛନ୍ତି ସ୍ଥିତି ପରୀକ୍ଷାକୁ ଏଠି ଜଳସମ୍ପଦ ବିଭାଗର କର୍ମଚାରୀ ମାନେ ବି ଅଛନ୍ତି ସେମାନଙ୍କ ସହିତ ଆଲୋଚନା କରୁଛନ୍ତି। ଏଠି ସାଲେପୁର ବିଧାୟକ ଅଛନ୍ତି ସକାଳୁ ଆସିକି ସ୍ଥିତି ପରୀକ୍ଷୁଛନ୍ତି ଏବଂ ଏ ଯେଉଁ ସ୍ଥାନକୁ କେମିତି ସୁରକ୍ଷିତ କରାହେବ ସେଥିପାଇଁ ମଧ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଏହାକୁ ଏବେ କାର୍ଯ୍ୟ ଆରମ୍ଭ ହେଲାଣି। ଆମେ ସିଧାସଳଖ ପଚାରିବା ସାର୍ କ'ଣ କହିବେ ଆପଣ ସକାଳୁ ଆସିଲେଣି ଏଠି ଗୁଆଳିନାସିର ଅବସ୍ଥା କ'ଣ ଦେଖିଲେ ବର୍ତ୍ତମାନ କ'ଣ ନିର୍ଦ୍ଦେଶ ଦେଇଛନ୍ତି? ଦେଖନ୍ତୁ ଆଜି ରାଶି ଦେଖିଲା ପରେ ପାଖାପାଖି ସ୍ପଟ୍ ଠାରୁ 300 ମିଟର ବନ୍ୟାଜଳ ଆସି ଯେଉଁମାନେ ଆମ ଅଞ୍ଚଳ ଲୋକମାନେ ଚାଷ କରିଥିଲେ ତାଙ୍କ ନିଜ ଜମି ଚାଷ ତ ନଷ୍ଟ ହୋଇଛି ପାଖାପାଖି ବହୁ ଜମି ଆଜି ବନ୍ୟା ଜଳରେ ଭାସି ଯାଇଛି ଏବଂ ବିଭାଗୀୟ ଯନ୍ତ୍ରୀ ଅଛନ୍ତି ମୋ ସହିତ ଏବଂ ନିର୍ଦ୍ଦେଶ ଦିଆଯାଇଛି ତୁରନ୍ତ ଆର ସ୍ଥାୟୀ ମରାମତି କରିବା ପାଇଁ। ବର୍ତ୍ତମାନ ଅସ୍ଥାୟୀ ଭାବରେ କାର୍ଯ୍ୟ ଆରମ୍ଭ କରାଯାଉଛି। ଯେତିକି ଖାଇଛି ଆଉ ନ ଖାଇବ ସେ ଦିଗରେ ମଧ୍ୟ ମୁଁ ଜିଲ୍ଲାପାଳଙ୍କ ସହିତ ଏବଂ ସୁପରିଟେଣ୍ଡେଣ୍ଟ ନର୍ଥ ଡିଭିଜନ ସହିତ ଜଗତପୁର ସହିତ କଥା ହେଇଛି, ସିପିଏମ୍ ସହିତ କଥା ହେଇଛି। ଆଉ ସ୍ଥାୟୀ ସମାଧାନ କରିବା ପାଇଁ ଆସନ୍ତା ବର୍ଷ ଏ ଦିଗରେ ପଦକ୍ଷେପ ନିଆଯିବ ଏବଂ ବର୍ତ୍ତମାନ ଯେମିତି ଅସ୍ଥାୟୀ ଭାବରେ ବାଲି ବସ୍ତା ଏବଂ ବଲ୍ହା ବାନ୍ଧି ତାକୁ ଯେତିକି ଖାଇଯାଉ ଆମେ ଦେଖୁଛୁ ଏଠି ଅନେକ ଚାଷ ଜମି ମଧ୍ୟ ଅଛି, ଅନେକ ଚାଷୀ ମଧ୍ୟ ଅଛନ୍ତି, ଲୋକଙ୍କର କ୍ଷତି ହେଲାଣି ଏବଂ କୂଳବର୍ତ୍ତୀ ଅଞ୍ଚଳବାସୀ ଭୟଭୀତ ଅଛନ୍ତି। ଏ ନେଇକି ଆପଣ ସରକାର ସହିତ ଆଲୋଚନା କରିବେ ତ୍ୱରିତ ଭାବେ ଏଇ ସବୁ ପଦକ୍ଷେପ କେମିତି ନିଆଯିବ? ଦେଖନ୍ତୁ ଚାଷୀମାନଙ୍କର ପୋଟଳ ବାଇଗଣ କଖାରୁ ବହୁ ଫସଲ ନଷ୍ଟ ହୋଇଯାଇଛି। ଏ ଦିଗରେ ମଧ୍ୟ ସରକାରଙ୍କ ଦୃଷ୍ଟିକି ନଜରକୁ ଅଣାଯିବ, ସେମାନେ କେମିତି ତାଙ୍କ କ୍ଷତି ପାଇପାରିବେ ଏବଂ ଆଗାମୀ ଯାହା ତ କ୍ଷତି ହେଇଗଲାଣି ଆଉ କିନ୍ତୁ କ୍ଷତି ନ ହେବ ସେ ଦିଗରେ ସରକାର ପାଖରେ ଆମ ଦାବି ରହିବ। ଯେପରି ଭାବରେ ଯେ ଆସନ୍ତା ବର୍ଷ କୌଣସି ତାର ପରମାନେଣ୍ଟ ସଲ୍ୟୁସନ୍ ହେବ, ଗୋଟିଏ ବି ଚାଷୀ ହୁଅନ୍ତୁ କିନ୍ତୁ ଏ ଅଞ୍ଚଳର କୌଣସି କ୍ଷତି ନ ଘଟିବ। ନିଶ୍ଚିତ ଭାବେ ଆପଣ ବିଧାୟକଙ୍କ ଠାରୁ ଶୁଣୁଥିଲେ ଏ ବନ୍ଧର କିଭଳି ଆଗାମୀ ଦିନରେ ସୁରକ୍ଷା କରାଯିବ ସେଥିପାଇଁ ନିଶ୍ଚିତ ଭାବେ ସେ ସରକାର ସହିତ ଆଲୋଚନା କରିବେ। ଏଠି ସ୍ଥାନୀୟ ଅଞ୍ଚଳବାସୀ ଅଛନ୍ତି। ଆଜ୍ଞା କ'ଣ ଆପଣ ତ ଏଇଠିକାର ଲୋକ, ଏଇ ଯୋଉ ଗୁଆଳିନାସିର ଅବସ୍ଥା ବର୍ତ୍ତମାନ କେମିତି ଦେଖୁଛନ୍ତି? ବର୍ତ୍ତମାନ ଏ ନାସି ଅତରା ଖାଇ 200-300 ମିଟର ହାରାହାରି ନଦୀ ଗର୍ଭରେ ଲୀନ ହୋଇଯାଇଛି। ଲୋକଙ୍କର ଚାଷ ଜମି ବାଇଗଣ କଖାରୁ ବିଭିନ୍ନ ପନିପରିବା ନଷ୍ଟ ହୋଇଯାଇଛି। ତାକୁ ବର୍ତ୍ତମାନ ଅସ୍ଥାୟୀ ଭାବେ ଏଠି ବର୍ତ୍ତମାନ ବଲ୍ହା ବାଲି ବସ୍ତା ଦେଇ ଦିଆଯିବ। ତାପରେ ପରମାନେଣ୍ଟ ସଲ୍ୟୁସନ୍ ହେବା ପାଇଁ ମାନ୍ୟବର ବିଧାୟକ ଆସିଥିଲେ, ସିଏ ବି ଚିଫ୍ ଇଞ୍ଜିନିୟର ଏସି ସହିତ କଥା ହେଇଛନ୍ତି। ଏଠି ବି ଇରିଗେସନ ଯାଇ ଉପସ୍ଥିତ ଅଛନ୍ତି। ତେଣୁକରି ବର୍ତ୍ତମାନ ତାର ସ୍ଥାୟୀ ସମାଧାନ ନହେଲେ ଏଇ ଅତରା ଖାଇ ଖାଇ ଯିବ। ମନରେ ଯୋଉ ଭୟ ଥିଲା ବିଧାୟକ ଆସିଲେ ଦେଖିଲେ ଏଇ ଯୋଉ କାର୍ଯ୍ୟକ୍ରମ ହଉଛି ଆପଣ ମାନେ ଟିକେ ଆଶ୍ୱସ୍ତି ପାଇଛନ୍ତି? ହଁ ହଁ, ବିଧାୟକ ଆସିଲେ ସାଙ୍ଗେ ସାଙ୍ଗେ ଏଠି ବର୍ତ୍ତମାନ ବଲ୍ହା ବାଡ଼ିଆ ଏଇ ସାଇଡ୍ରେ ଯୋଉ ପବନରେ ଅତରା ତଳକୁ ପାଣି ରହିଲେ ଅତରା ଖସୁଛି ବାଲି ବସ୍ତା ଦିଆଯାଇ ତାର ପ୍ରତିକାର ଚାଲୁଛି। ବର୍ତ୍ତମାନ ଲୋକ ଆସିଗଲେଣି, କାମ ଚାଲିବ। ଅଧିକା ପାଣି ଅତରା ବୁଡ଼ିଗଲା ପରେ ଅତରା ଖାଏନି, ଅତରା ଲେବୁଲ ତଳୁ ପାଣି ରହିଲେ ଅତରା ଖସି ପଡ଼େ। ତେଣୁ ଲୋକ ଗୋଟା ପ୍ରକାର ଆଶ୍ୱସ୍ତ ଅଛନ୍ତି। ଏଇଆ କିନ୍ତୁ ଲୋକଙ୍କର ବହୁତ ଜମି ନଦୀ ଗର୍ଭରେ ଲୀନ ହେଇଗଲା। ନିଶ୍ଚିତ ଭାବେ ଆପଣ ଦେଖୁଥିବେ ସିଧାସଳଖ ଚିତ୍ର ଦେଖେଇବୁ ବର୍ତ୍ତମାନ ପମ୍ପ ପଡିଛି ଏବଂ ଏଇ ପାଣି କି ଶୁଖା ଯାଇକି ଏଠି ବଲ୍ହା ବାଡ଼ା ଯିବ, ଯାହା ପଦକ୍ଷେପ ଜଳସମ୍ପଦ ବିଭାଗ ନେଇ ସାରିଲାଣି ଏବଂ ଏଠି ତାଙ୍କର ଅଫିସର ମାନେ ମଧ୍ୟ ରହିଛନ୍ତି।
ନିଶ୍ଚିତ ଭାବେ ବନ୍ଧକୁ ସୁରକ୍ଷା ଦିଆଯିବ କାରଣ 300 ମିଟର ନଦୀ ଗର୍ଭକୁ ପଳେଇ ଗଲାଣି ବନ୍ଧ। ଏଠି ସ୍ଥାନୀୟ ଗ୍ରାମବାସୀ ଅଛନ୍ତି, ଆଉ ଜଣେ ଅଛନ୍ତି, ଆମେ କଥା ହେବା। ଏଇ କେତେ ପାଖାପାଖି ଖାଇଗଲାଣି ନଦୀ? 300 ମିଟରରୁ ଉର୍ଦ୍ଧ୍ୱ ପ୍ରାୟ ଖାଇଗଲାଣି ଏ ବର୍ଷ। ଏଇ 3 ଦିନ ଭିତରେ 29, 30, 31 ଭିତରେ 3 ଦିନ ଭିତରେ 300 ମିଟରରୁ ଉର୍ଦ୍ଧ୍ୱ ଖାଇଗଲାଣି। ଆଉ ଆର ବିଧାୟକ ଏବେ ଆସିଥିଲେ ଆର ପରମାନେଣ୍ଟ ସଲ୍ୟୁସନ୍ କେମିତି କରାଯିବ ସେ ବ୍ୟବସ୍ଥା କରାଯାଉଛି। ଏବେ ଟେମ୍ପୋରାରିଲି ତାକୁ ବଲା ବାଡ଼େଇକି ବାଲି ବସ୍ତା ଦେଇକି ତାକୁ ସେଭ୍ କରି ରଖାଯିବ। ଏଇ ଗୁଆଳି ନାସି କେତେ ବିପଦ ସୃଷ୍ଟି କରେ ଏଇ ଗାଁ? ନିଶ୍ଚିତ 30ଟା ପଞ୍ଚାୟତ ଆମର ଯୋଉ ଅଛି ଉତ୍ତର କୂଳ ବାବୁଜଙ୍ଗ ସେପଟେ ସୁଦୁଖଣ୍ଡ କୂଳ ସମତଙ୍ଗା ତାପରେ ସମିତଙ୍ଗା ଏଠୁ ଯଦି ଭାଙ୍ଗିବ ଟୋଟାଲ ଆମର ପାରାଦ୍ୱୀପ ସମୁଦ୍ରରେ ନେଇ ମିଶେଇଦବ। ନିଶ୍ଚିତ ଭାବେ ନିହାତି ଭାବେ ଗୁଆଳି ନାସି 30ଟି ପଞ୍ଚାୟତ ପାଇଁ ବିପଦ ସୃଷ୍ଟି କରେ। ଯେହେତୁ ବନ୍ୟା ସ୍ଥିତି ଏବେ ଲାଗି ରହିଛି, ବର୍ତ୍ତମାନ ନଦୀରେ ପାଣି ଭରପୁର ରହିଛି। ଯେହେତୁ ମହାନଦୀରେ ବନ୍ୟା ଜଳ ଆସିଛି ଏବଂ ମହାନଦୀର ଶାଖା ନଦୀ ଚିତ୍ତୋତଳା ଯଦି କହିବା ବର୍ତ୍ତମାନ ଯେଉଁଭଳି ଭାବରେ କରାଳ ରୂପ ନେଉଛି, ଏଇ କୂଳ ଖାଇ ଖାଇ ଯାଉଛି। ନିଶ୍ଚିତ ଭାବେ ଭୟଭୀତ ଅବସ୍ଥାରେ ଅଛନ୍ତି ଏଇ କୂଳବର୍ତ୍ତୀ ଲୋକମାନେ। କିନ୍ତୁ ଏଇ ଯୋଉ ଗୁଆଳି ନାସିର ସୁରକ୍ଷା ପାଇଁ ବିଧାୟକ ନିଜେ ରହି ଏହାର ସୁରକ୍ଷା ପାଇଁ ବର୍ତ୍ତମାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ନିଶ୍ଚିତ ଭାବେ ଆଗାମୀ ଦିନରେ ଏହାର ସ୍ଥାୟୀ ସୁରକ୍ଷା ମଧ୍ୟ ସେ ପଦକ୍ଷେପ ନେବେ ଏବଂ ସରକାର ସହିତ ଆଲୋଚନା କରିବେ ବୋଲି ମଧ୍ୟ କହିଛନ୍ତି। କଟକରୁ ଦୀପକ ଦାସ, ନ୍ୟୁଜ୍ 18 ଓଡ଼ିଆ।